ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ପ୍ରତିଦିନ ପ୍ରଭୁ ଆମ୍ଭମାନଙ୍କୁ ଦେଇକି ଆମ୍ଭମାନଙ୍କର ଆତ୍ମାରେ ଥିବା, ହୃଦୟରେ ଥିବା, ମନରେ ଥିବା ସବୁ ପ୍ରକାରର ପାପ ଜନକ, ଅଧର୍ମାଚରଣ ଜନକ ରୋଗ ଗୁଡାକୁ ସଫା କରୁଛନ୍ତି। ପ୍ରଭୁଙ୍କ ବାକ୍ୟ ପରିଷ୍କାର କରେ। ଯଦି କୌଣସି ଅପରିଷ୍କୃତ ବିଷୟ ଆମ ଭିତରେ ଅଛି, ପ୍ରଭୁ ତାହାକୁ ବାକ୍ୟ ଦେଇ ସଫା କରନ୍ତି। ଯେତେବେଳେ ଆମ୍ଭେ ସମସ୍ତେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ, ତ ଗୋଟିଏ ଆଶା ନେଇ ପ୍ରଭୁଙ୍କ ନିକଟରେ ଆସିବା ଦରକାର ଯେ ପ୍ରଭୁ ଆଜି ତୁମେ ମତେ ସଫା କର। ମୋହର ମନରେ ଥିବା ଚିନ୍ତାକୁ ହେଲେ କ୍ଲିନ କର, ମୋହର ମୁଖର ବାକ୍ୟକୁ ହେଲେ ସଫା କର, ଚକ୍ଷୁର ଦୃଷ୍ଟିକୁ ହେଲେ ସଫା କର। ପ୍ରଭୁଙ୍କର ବାକ୍ୟ କ୍ଲିନ କରେ। ଏଣୁ ଗୋଟିଏ ମଣିଷ ଯେତେବେଳେ ରୋଗାକ୍ରାନ୍ତ ହୁଏ, ସେ ମେଡିକାଲକୁ ଯାଏ ସେ ରୋଗରୁ ମୁକ୍ତ ହେବା ପାଇଁ। ହାତ କଟିଗଲା, ବ୍ୟାଣ୍ଡେଜ ଦରକାର। ମୁଣ୍ଡ ଫାଟିଛି, ମେଡିକାଲ ଯିବାର ଅଛି। ଜ୍ୱର ହେଲା, ଆଣ୍ଟିବାୟୋଟିକ ଦରକାର। ସବୁ ରୋଗର ସବୁ ପ୍ରକାରର ଭିନ୍ନ ଭିନ୍ନ ପ୍ରକାରର ଚିକିତ୍ସାର ନିରାକରଣର ଉପାୟ ଅଛି, ମାଧ୍ୟମ ଅଛି। ତାହା ପାଇବା ପାଇଁ ଆମ୍ଭେମାନେ ମେଡିକାଲକୁ ଦୌଡୁ। ଗୋଟିଏ ବିଶ୍ୱାସୀ ଯଦି ଦେହରେ ରୋଗ ଥିବା ହେତୁ ସୁସ୍ଥତା ପାଇଁ ଭାରି ତରତର ହେଇଯାଏ, ଆରେ ଜ୍ୱର ହେଇଯାଇଛି, ଏତେ ଦିନ ଜ୍ୱର ହେଇଗଲା, ଡେଙ୍ଗୁ ହେଇନାହିଁ ତ, ସମସ୍ୟା ଟେନସନ ବଢିଲା, ଶରୀର ଅଣ୍ଟା ବଥା ହଉଛି, ଏତେ ଦିନରୁ ଅଣ୍ଟା ବଥା ହଉଛି, ସମସ୍ୟା ଟେନସନ, ମୁଣ୍ଡ ବଥା ହେଲା ଟେନସନ। ଦେହର ରୋଗ ନିମନ୍ତେ ଯେତିକି ଆମେ ସଚେତନ ହେଉ ତହିଁରୁ ମୁକ୍ତ ହେବା ପାଇଁ, ଯଦି ଆମ ଭିତରେ କିଛି ଆଧ୍ୟାତ୍ମିକ ଜୀବନରେ ରୋଗ ପଡିଲା, ରୋଗ ଅଛି। ଦୁଇ ପ୍ରକାରର ଅସୁସ୍ଥତା ଅଛି, ଗୋଟିଏ ଶାରୀରିକ ଅସୁସ୍ଥତା, ଆଉ ଗୋଟିଏ ଆତ୍ମାର ଅସୁସ୍ଥତା। ଗୋଟିଏ ବିଶ୍ୱାସୀ ଯଦି ସ୍ପିରିଚୁଆଲି ସିକ୍ ହେଇକି ପଡିଛି, ଥରେ ଯୀଶୁ ଯେତେବେଳେ ତାହାଙ୍କର ସେବା କାର୍ଯ୍ୟ ଆରମ୍ଭ କଲେ, ଅନେକ ଲୋକ ତାହାଙ୍କର ଅନୁଗାମୀ ହେଉଛନ୍ତି। ଯେକୌଣସି ରୋଗରେ ପୀଡ଼ିତ ଥିବା ଲୋକେ ମଧ୍ୟ ତାହାଙ୍କ ନିକଟରେ ଆସିଲେ ସୁସ୍ଥତା ପାଉଥିଲା। ଏଣୁ ଛୋଟରୁ ବଡ଼ ପର୍ଯ୍ୟନ୍ତ, ସାଧାରଣ ଲୋକରୁ ଅଧ୍ୟକ୍ଷ ପର୍ଯ୍ୟନ୍ତ, ସେ ସେନାପତି ହେଉ, ସେ ସମାଜ ଗୃହର ଅଧ୍ୟକ୍ଷ ହେଉ, ବହୁତ ବଡ ବଡ ଲୋକେ ଯୀଶୁଙ୍କ ନିକଟକୁ ଧାଇଁଲେ କିଛି କିଛି ସୁସ୍ଥତା ପାଇଁ। ଏପରିକି ସେଇ ଅଞ୍ଚଳର ଅଣଜିହୁଦୀ ମାନେ ମଧ୍ୟ ଯୀଶୁଙ୍କର ବାର୍ତ୍ତା ଯେତେବେଳେ ଶୁଣିଲେ, ମାଥିଉ 15 ଅଧ୍ୟାୟରେ ଗୋଟେ ସ୍ତ୍ରୀ ଚିତ୍କାର କରି କରି ଯୀଶୁଙ୍କ ନିକଟକୁ ଗଲା, ହେ ପ୍ରଭୁ, ମୋହର ଝିଅକୁ ଭୟଙ୍କର ଭାବରେ ଭୂତ ଧରି ଅଛି, ତାହାକୁ ସୁସ୍ଥ କର। ସେଇ ଅଞ୍ଚଳରେ ସମସ୍ତେ ଗୋଟିଏ ବିଷୟ ଦେଖିପାରିଲେ, ଯୀଶୁଙ୍କ ଠାରେ ସୁସ୍ଥତାକାରୀ ଶକ୍ତି ଅଛି, ଦ ପାୱାର ଅଫ ହିଲିଂ। ଆଉ ସେଇ ଯୀଶୁ କେବଳ ଯେ ଲୋକମାନଙ୍କର ଦେହର ରୋଗକୁ ସୁସ୍ଥ କରୁଥିଲେ ସେ କଥା ନୁହଁ। ଥରେ ଯୀଶୁ କରଗ୍ରାହୀ ପାପୀ ମାନଙ୍କ ସାଙ୍ଗରେ ଭୋଜନରେ ବସିଛନ୍ତି। ସେଇ ଯୁଗରେ କରଗ୍ରାହୀ ଆଉ ମଧ୍ୟ ଯେଉଁମାନେ ବ୍ୟଭିଚାର ବୃତ୍ତି କରୁଥିଲେ, ସେମାନଙ୍କର ସମାଜରେ କିଛି ସମ୍ମାନ ନଥିଲା। ସେମାନଙ୍କୁ ମଣିଷ ବୋଲି ଜିହୁଦୀୟ ମାନେ ବିଚାର ହିଁ କରୁନଥିଲେ। ଦିନେ ଯୀଶୁ ସେମାନଙ୍କ ସାଙ୍ଗରେ ବସିଛନ୍ତି। ମାଥିଉ ତହିଁର 9 ଅଧ୍ୟାୟ 12 ପଦ ଏ ପଢୁଛନ୍ତି। କଣ ଲେଖାଯାଏ? କିଛି ଫାରୁସୀ ଆସି ଶିଷ୍ୟମାନଙ୍କୁ କହିଲେ, ଯୀଶୁଙ୍କ ଶିଷ୍ୟମାନଙ୍କୁ ପଚାରୁଛନ୍ତି, ଆପଣଙ୍କ ଗୁରୁ କାହିଁକି ଏଇ ପାପୀ ମାନଙ୍କ ସାଙ୍ଗରେ, କରଗ୍ରାହୀ ମାନଙ୍କ ସାଙ୍ଗରେ ଭୋଜନ କରୁଛନ୍ତି? ଯୀଶୁ କହିଲେ, ସୁସ୍ଥ ଲୋକର ବୈଦ୍ୟର ପ୍ରୟୋଜନ ନାହିଁ, ଅସୁସ୍ଥ ଲୋକର ପ୍ରୟୋଜନ ଅଛି। ତାମାନେ ଏଠାରେ ଯୀଶୁ ଏକ ଆଧ୍ୟାତ୍ମିକ ଜୀବନର ସୁସ୍ଥତା କଥା କହିଲେ। ସେଇ ଯୁଗର ପାପୀ ବୋଲା ଯାଉଥିବା ଲୋକେ, ସେଇ ଯୁଗର କର ଆଦାୟ କରୁଥିବା ଲୋକେ, ଏମାନେ ଏକ ପ୍ରକାରର ପାପର ରୋଗ ଭିତରେ ଥିଲେ। ଆଜି ମଧ୍ୟ ଅନେକ ଅଛନ୍ତି ପାପର ରୋଗ, ଅନେକ ଅଛନ୍ତି ଅବାଧ୍ୟତାର ରୋଗ, ଅନେକ ଅଛନ୍ତି ବିପଥ ଗମନ ରୂପ ରୋଗ, ଏସବୁରେ ପଡିଛନ୍ତି, ବେମାର ହେଇଯାଇଛି। ସେଥିପାଇଁ ଲୋକେ ଈଶ୍ୱରଙ୍କ ରାସ୍ତା ଆଡେ, ପ୍ରଭୁଙ୍କର ଘର ଆଡେ, ପ୍ରଭୁଙ୍କର ବାକ୍ୟ ଆଡେ ମନୋଯୋଗୀ ହେଉନାହାନ୍ତି, ବେମାର ହେଇକି ପଡିଛନ୍ତି। ଯେତେ ପ୍ରଭୁଙ୍କର ବାକ୍ୟ କହିଲେ ମଧ୍ୟ ଯଦି ଜଣେ ବିଶ୍ୱାସୀ ହୃଦୟରେ ନେଉନାହିଁ, ସେ ବାକ୍ୟକୁ ପାଳନ କରିବାର ନିଷ୍ପତ୍ତି ଚିନ୍ତନ ତା ଭିତରେ ଯଦି ଆସୁନାହିଁ,
ସେ ହୃଦୟରେ ସମସ୍ୟା ଅଛି, ସେଥିପାଇଁ ସେ କରିପାରୁନି। ସେଇ ଯୁଗର ଏଇମାନେ ଗୋଟେ ହୋପଲେସ୍ ଲାଇଫ। ଏମାନେ ଭାବି ନେଇଥିଲେ ଯେ ଆମ ଜୀବନ ଖାଲି ଏମିତି ନିନ୍ଦାରେ ହିଁ କଟିବ, ଆମକୁ କିଏ ସମ୍ମାନ ଦେବା ଲୋକ ନାହାନ୍ତି ସମାଜରେ। ଯେତେବେଳେ ଚାହିଁଲେ ଯାହାକୁ ଧରିଲେ ଏମାନେ ପଥର ଟେକା ଫୋପାଡ ମାନେ ମାରି ଦଉଥିଲେ। ସେଥିପାଇଁ ଯୀଶୁଙ୍କ ସମୟରେ କିଛି ସ୍ତ୍ରୀ ଆସିଲେ, ଯୀଶୁଙ୍କ ପଛରେ ଯାଇ ଠିଆ ହେଇଗଲେ, ଲୁଚିଲେ, ନିଜକୁ ଲୁଚାଇବାକୁ ଚେଷ୍ଟା କଲେ। ଆଉ ସେମାନେ କହିଲେ ବ୍ୟଭିଚାର କର୍ମରେ ଧରାଯାଇଛି, ତାକୁ ପଥର ମାରିବା ପାଇଁ ମଶାଙ୍କର ବ୍ୟବସ୍ଥାରେ ଆମ୍ଭେମାନେ ପାଇଅଛୁ। କରଗ୍ରାହୀ ମାନଙ୍କୁ, ଯକ୍ଷଙ୍କୁ ତ ଆପଣ ଦେଖିଥିବେ, ଜାଣିଥିବେ। ଏ ଯକ୍ଷଙ୍କର କଣ ପରିଚୟ? ପାପୀ ପାପୀ ଲୋକେ କହୁଥିଲେ। ସମାନ କିଛି ନାହିଁ। ଏମାନଙ୍କ ଭିତରେ ଅଧର୍ମାଚାରୀ, ଈଶ୍ୱରଙ୍କର ରାଜ୍ୟର ଅଧିକାର ପାଇନଥିବା ସନ୍ତାନ ବୋଲି ଏମାନଙ୍କୁ ସିଲ୍ ମାରି ଦିଆଯାଇଛି। ତେବେ କଣ କଣ ଅଛି? ବାଇବେଲରେ କିଛି ଅସୁସ୍ଥତା ଅଛି। ଯାହା ଯଦି ଗୋଟେ ବିଶ୍ୱାସୀ ଠାରେ ଅଛି, ତେବେ ସେ ସେଇ ଅସୁସ୍ଥତା ଭିତରେ ଅଛି। ନମ୍ବର 1, ବେଳେ ବେଳେ ହୃଦୟର ଗୋଟେ ଅସୁସ୍ଥତା। ଏଇ ଅସୁସ୍ଥତା ଏଇ ଫାରୁସୀ ମାନଙ୍କ, ଏଇ କରଗ୍ରାହୀ ମାନଙ୍କ ମଧ୍ୟରେ ଥିଲା। ଏଇ ଅସୁସ୍ଥତା ସେଇ ଯୁଗର ନିମ୍ନ ଧରଣର ଲୋକମାନଙ୍କ ଠାରେ ଥିଲା। ଯୀଶୁ ଦେଖିଲେ ସେମାନଙ୍କୁ ଅରକ୍ଷକ ମେଷ ପରି। ଯୀଶୁ ସେମାନଙ୍କୁ ଦେଖି ଦୟାରେ ବିଗଳିତ ହେଉଥିଲେ। ଏଣୁକରି ଯଦି ଆମ୍ଭେମାନେ ମାଥ୍ୟୁ ସୁସମାଚାର 9 ଅଧ୍ୟାୟ 36 ପଦରେ ଲେଖାଯାଏ, ଆଉ ଲୋକ ସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନ ଭିନ୍ନ ଥିଲେ। ଅରକ୍ଷକ ମେଷ ପରି, କେହି ବୁଝାଇବାକୁ ନାହାନ୍ତି। ଆଉ ଏମାନେ ନିଜେ ମଧ୍ୟ ନିଷ୍ପତ୍ତି ନେଇଗଲେ ଯେ ସେମାନଙ୍କର ଜୀବନ ଏମିତି ହିଁ କଟିବ, ନିନ୍ଦାରେ କଟିବ। ସେମାନେ ଆଉ କେବେ ହେଲେ ଉଚ୍ଚ ସ୍ତରକୁ ଯାଇପାରିବେନି, ହୋପଲେସ୍। ଆଉ ଏଇ ଭରସା ଉଣା ଥିବା ଗୋଟିଏ ରୋଗ ଅଟେ। ଏଣୁକରି ଜ୍ଞାନୀ ସଲୋମନ ତାହାଙ୍କର ହିତୋପଦେଶରେ 13 ଅଧ୍ୟାୟର 12 ପଢନ୍ତୁ। ଆଶା ସିଦ୍ଧିର ବିଳମ୍ବ ମନର ପୀଡା ଜନ୍ମାଏ। ଆଶା ସିଦ୍ଧି ମାନେ କଣ ଅଟେ? ଆଶା ସିଦ୍ଧିର ବିଳମ୍ବ। ଧରି ନିଅନ୍ତୁ ଆପଣଙ୍କର ଗୋଟିଏ ନିଜର ଲୋକକୁ ଅସୁସ୍ଥତା ଦେଖିକି ମେଡିକାଲ ଭର୍ତ୍ତି କରିଛନ୍ତି, ଆଡମିଟ କରିବାର ଅଛି, ନହେଲେ ତାହାର ପ୍ରାଣ ଚାଲି ଯାଇପାରେ, କିନ୍ତୁ ହାତରେ ପଇସା ନାହିଁ। ଡକ୍ଟର କହିଦେଲା 2 ଲକ୍ଷ ଟଙ୍କା ଦରକାର, ତେବେ ଯେ ଆମେ ଆଡମିଟ କରିବୁ, ଟ୍ରିଟମେଣ୍ଟ ଆରମ୍ଭ କରିବୁ। ଆପଣ ଜଣକୁ ଫୋନ କଲେ, ସେ କହିଲା ମୁଁ ଅଳ୍ପ ସମୟ ପରେ 5 ମିନିଟ ଭିତରେ ମୁଁ ପଇସା ପଠାଇଦେବି। ଆପଣ ଫୋନ କାଟିଲେ, ଜଗିଛନ୍ତି, ଟାଇମକୁ ଦେଖୁଛନ୍ତି, 5 ମିନିଟ କେତେବେଳେ ହେବ, 5 ମିନିଟ କେତେବେଳେ ହେବ। ଏପଟେ ଆପଣଙ୍କର ଏ ପେସେଣ୍ଟ ଜୀବନ ମରଣ ସାଙ୍ଗରେ ସଂଘର୍ଷ କରୁଛି। 5 ମିନିଟରୁ 25 ମିନିଟ ହେଇଗଲା। ଆପଣଙ୍କର ଭରସା ସେଠି ଥିବ କି? ଆଶା ସିଦ୍ଧିର ବିଳମ୍ବ। ଜଗି ଜଗି ଥକି ଗଲେ, ଭରସା ହରାଇଲେ, ସେ ଆଶାର ବିଳମ୍ବ ହେଇଗଲା। ଧରି ନିଅନ୍ତୁ ବିଲରେ ବିହନ ବୁଣା ହେଲା, ମେଘ ଖାଲି ଟେକିଛି, ଆପଣ ଭାବୁଛନ୍ତି ଏବେ କାଳେ ବର୍ଷା ହେବ, ବର୍ଷା ହେଲା ନାହିଁ। ଖାଲି ମେଘ ଛାଇ ହେଇଛି, ଆସନ୍ତା କାଲି ଜଗିଲେ ବର୍ଷା ହେବ ପରା, ହେଲା ନାହିଁ। କଣ ହବ ଆପଣଙ୍କ ମନ ଭିତରେ? ଯେମିତି ହେଲେ ହେଉ, ବେତେଣେ ବୁଡଲେ ବୁଡୁ, ବେତେଣେ ଏ ବର୍ଷ ଯାହା ହେଲେ ହେଉ, ଗଲେ ଗଲା, ଘରକୁ ପଳେଇ ଆସିବେ। ଆଶା ସିଦ୍ଧିର ବିଳମ୍ବ। ଏଇ କରଗ୍ରାହୀ ମାନେ ମଧ୍ୟ ତଦ୍ରୂପ ଥିଲେ। କିଏ ଯଦି ଆପଣଙ୍କୁ ତନ୍ଦ୍ରା କରି ଡାକିଲେ, ନାଇଁ ରେ 10:05 ଟ୍ରେନ ଅଛି, ଜଲଦି ଯିବାର ଅଛି, ଆପଣ ଧାଇଁକି ଗଲେ, ନ ଖାଇକି ଯାଇକି ଟ୍ରେନ ଷ୍ଟେସନରେ ରହିଗଲେ, 45 ମିନିଟ ଡେରି ହେଇଗଲାଣି। ଏବେ ଆପଣଙ୍କର ହୃଦୟର ଅବସ୍ଥା କଣ ହବ? ଇରିଟେଡ ହେଇଯିବେ। ମତେ କିଏ ଜଣେ ଠକିଲା, ଟ୍ରେନକୁ ଜଗି ଜଗି ଅଛନ୍ତି। ନହେଲେ ଏମର୍ଜେନ୍ସି କୋଉ ଗୋଟେ ଜାଗାରେ ଯିବାର ଅଛି, ଆପଣଙ୍କୁ ଗାଡିର ଅପେକ୍ଷାରେ ଅଛନ୍ତି, ସେଇ ଜାଗାରେ ଗାଡି ପହଞ୍ଚୁ ନାହିଁ ଠିକ ସମୟରେ। ଆପଣଙ୍କର ହୃଦୟର ଅବସ୍ଥା କଣ ହବ? ଆଶା ସିଦ୍ଧିର ବିଳମ୍ବ। ଆଉ ଏଇମାନେ କରଗ୍ରାହୀ ମାନେ, ଏଇ ନିମ୍ନ ଧରଣର ଲୋକମାନେ, ସେମାନେ ବଞ୍ଚିବା ପାଇଁ ବୋଲି କିଛି କିଛି ଭୁଲ ଉପାୟ ମଧ୍ୟ ଆପଣାଇ ଦେଇଥିଲେ। ଏମାନେ ସେଇ ରୋଗରେ ଅଛନ୍ତି। ଭରସା ନାହିଁ, କଣ କରିବେ? ଆଉ ମତେ ପାପୀ ବୋଲି କହିଲେ କୁହ, ମୁଁ ସେଇ କାମ ଆଗ କରିବି, ଆଉ ମତେ ଉପାୟ କିଛି ନାହିଁ। ମତେ କରଗ୍ରାହୀ ବୋଲି ତମେ କହିପାର, ଅବ୍ରାହମଙ୍କର ସନ୍ତାନ ନାହିଁ ବୋଲି କହିପାର, ରୋମିଓ ସରକାରର ଗୁଲାମ ବୋଲି କହିପାର, କିମ୍ବା ଜିହୁଦୀ ମାନଙ୍କର ବିରୁଦ୍ଧାଚାରୀ ଦେଶଦ୍ରୋହୀ ବୋଲି ମଧ୍ୟ କହିପାର, କିନ୍ତୁ ଉପାୟ କିଛି ନାହିଁ।
ସେଇଟା କାମ କରିବେ। ଯେଉଁମାନଙ୍କର ଜୀବନରେ ଅନୁତାପ କରିବା ପାଇଁ ସୁଯୋଗ କିଛି ନାହିଁ, ନାଇଁ ଠିକ ଅଛି ମୋ ଜୀବନକୁ ମୁଁ ମାନେ ବଦଳିବି, ଆଉ ଥରେ ଆସିବି, ସମାଜରେ ମିଶିବି, ଲୋକେ ମନା କରିଦଉଛନ୍ତି ନା ଆସିବାକୁ ହବ ନାହିଁ। ରିପେଣ୍ଟ କରିବାର ଚାନ୍ସେସ୍ ନାହିଁ, ମୁଖ ଖୋଲି କହିବାର କିଛି ସୁଯୋଗ ନାହିଁ, ପ୍ଲାଟଫର୍ମ କିଛି ନାହିଁ। ସେମିତି ଥିଲେ ଯକ୍ଷ, ଗୋଟେ କରଗ୍ରାହୀ। ମାଥିଉ କାହିଁକି ପ୍ରଭୁ କହୁ କହୁ କାହିଁକି ଚାକିରି ଛାଡ଼ିଦେଲେ ଜାଣିଛନ୍ତି? ଏଇ ଅପମାନ ପାଇଁ। ଯେତେବେଳେ ଆମେ ସେଇ 9 ଅଧ୍ୟାୟ ମାଥିଉ ସୁସମାଚାର ପଢୁ, 9 ଅଧ୍ୟାୟ 9 ପଦ କଣ ଲେଖାଯାଏ? ଯୀଶୁ ସେଠାରୁ ଯାଉ ଯାଉ ମାଥିଉ ନାମକ ଜଣେ ବ୍ୟକ୍ତିଙ୍କି କର ଆଦାୟ ସ୍ଥାନରେ ବସିଥିବା ଦେଖି ତାଙ୍କୁ କହିଲେ, ମୋହର ଅନୁଗମନ କର। ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ। ପଦେ ହେଲେ ପଚାରିଲେ ନାହିଁ, କାହିଁକି ମତେ ଡାକିଲ ପ୍ରଭୁ, କଣ କରିବି, କଣ ଅଛି ଆପଣଙ୍କର ପଛରେ ଚାଲିଲେ, ମୋର ଚାକିରିର ଅବସ୍ଥା କଣ ହବ, ମୁଁ ବଞ୍ଚିବି କେମିତି, କିଛି କହିନାହାନ୍ତି, ସିଧା ଚାକିରି ଛାଡ଼ିଦେଲେ। ତାଙ୍କୁ ଲାଗିଲା ଜଣେ ଜିହୁଦୀ ଆଜି ପ୍ରଥମ ଥର ମତେ ତାଙ୍କର ନିଜର କରୁଛନ୍ତି, ଚାକିରି ଛାଡିକି ଗଲେ। ସେଇ ଯୁଗରେ ସେଇ ପରିସ୍ଥିତି ଥିଲା ସେମାନଙ୍କର। ଯକ୍ଷଙ୍କୁ ତ ଲୋକ 19 ଅଧ୍ୟାୟ 5-7 ଲେଖାଯାଏ, ଯକ୍ଷଙ୍କୁ ପାପୀ ବୋଲି ସମ୍ବୋଧନ କରାଯାଉଥିଲା। ତାଙ୍କୁ ଆଉ ଯକ୍ଷ ବୋଲି ନା ଧରି ଡାକୁ ନଥିଲେ ଲୋକ, ପାପୀ 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 ପାପୀ। ସେ କିଛି ଭଲ କର୍ମ ମଧ୍ୟ କରୁଥିଲେ। ଯେଉଁମାନଙ୍କର ବିରୁଦ୍ଧରେ ସେ କିଛି କରିଥିଲେ, କେବେ ଅନ୍ୟାୟ କରିଛନ୍ତି କେବେ, ତେବେ 4 ଗୁଣରେ ଫେରାଇ ଦଉଥିଲେ। ତାମାନେ 10 ଟଙ୍କାର ଯଦି ଅନ୍ୟାୟ କରିଛନ୍ତି, ଫେରସ୍ତରେ 40 ଟଙ୍କା ଦେଇ ଦଉଥିଲେ, ତଥାପି ଲୋକେ ତାଙ୍କୁ ସମ୍ମାନ ଦଉନଥିଲେ। ଏମିତି ପରିସ୍ଥିତି ଥିଲା। ଏଣୁକରି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମ୍ଭର ସୁସ୍ଥତାକାରୀ ମାତ୍ର ଜଣେ ଅଟନ୍ତି, ଯେ ଭରସାହୀନ, ଯାହା ଜୀବନ ଯଦି ଏମିତି କିଛି ହେଇଛି, ଆଜି ମଧ୍ୟ ସେମାନଙ୍କୁ ପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ରୋଗ ଆରୋଗ୍ୟକାରୀ ଅଟୁ। ଯାତ୍ରା ପୁସ୍ତକ 15 ଅଧ୍ୟାୟର 26 ପଦରେ ପ୍ରଭୁ କହୁଛନ୍ତି, ଆମ୍ଭେ ରୋଗ ଆରୋଗ୍ୟକାରୀ ଅଟୁ। ଆମ୍ଭ ମାନଙ୍କର ହୃଦୟକୁ କଣ ଲେଖାଯାଏ? ଯାହା ଆମ୍ଭେ ମାନେ 17 ଅଧ୍ୟାୟ ହିତୋପଦେଶରେ ପଢୁଥିଲୁ, ଯେ ଆନନ୍ଦିତ ହୃଦୟ ଉତ୍ତମ ଔଷଧ। ଆନନ୍ଦିତ ହୃଦୟ ଉତ୍ତମ ଔଷଧ। ଏମାନଙ୍କ ଭିତରେ ଆନନ୍ଦ ନାହିଁ, ସୁସ୍ଥ ହେବେ କେମିତି? ଏମାନଙ୍କର ହୃଦୟ ସୁସ୍ଥ କେତେବେଳେ ହେବ? ଆନନ୍ଦ ନାହିଁ ହୃଦୟ, ମନରେ ଆନନ୍ଦ ନାହିଁ। ଏଣୁକରି ଆପଣ ମାନଙ୍କୁ ଉତ୍ସାହର ସହିତ କହିବା ପାଇଁ ଚାହେଁ, ଯେକୌଣସି ପରିସ୍ଥିତି ଆସୁନା କାହିଁକି, ଆପଣଙ୍କ ଭରସାକୁ ସାନ କରନ୍ତୁ ନାହିଁ। ଆଜି କିଛି ହରାଇଲେ, ନୋ ପ୍ରୋବ୍ଲେମ, ଆସନ୍ତା କାଲି ଆହୁରି ପାଇବେ। ଆଜି କ୍ଷତି ହେଇଗଲା, ନୋ ଇସ୍ୟୁ, କିଛି ଯାଏ ଆସେ ନାହିଁ। ଶ୍ୱାସ ତ ଚାଲିଛି ନା, ଦେହରେ ଏବେ ତ ବଳ ଅଛି ନା, କି ସବୁ ହରାଇ ଦେଲେ? ନାଇଁ, ସବୁ ହରାଇଲେ ମଧ୍ୟ ଭରସା କେବେ ହରାନ୍ତୁ ନାହିଁ। ପ୍ରଭୁ ସେଇ କଥା କହନ୍ତି, ସେ ଭରସା ଦାତା ପରମେଶ୍ୱର, ଭାଙ୍ଗିଥିବା ଜୀବନକୁ ଯୋଡ଼ିବା ପରମେଶ୍ୱର। ସେ ଛିନ୍ନ ଭିନ୍ନ ମାନଙ୍କ ନିମନ୍ତେ ସେ ଚିନ୍ତା କରୁଥିଲେ। ସେଥିପାଇଁ ଲେଖାଯାଏ, ସେ ଦୟାରେ ବିଗଳିତ ହେଲେ। ତାଙ୍କର ଅନ୍ତର ତରଳି ଗଲା ଏମାନଙ୍କର ପରିସ୍ଥିତିକୁ ଦେଖିକି। ପ୍ରଥମ କଥା। ଦ୍ୱିତୀୟ କଥା କଣ ଅଟେ? ଆଉ ଗୋଟିଏ ରୋଗ, ବଡ ଭୟାନକ ରୋଗ, ବିପଥଗାମୀ ଏକ ରୋଗ ଅଟେ। ବାଇବେଲରେ ଯିଶାୟଙ୍କ ସମୟରେ ସେ ଦେଶ ଯାକ ସବୁ ପେସେଣ୍ଟ ହେଇଗଲେ, ମହାମାରୀ ପଡିଲା। ଯେମିତି କରୋନା ରୋଗ ଆସିଲା ନା, ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ, ସବୁ ଅଞ୍ଚଳ ଦୁନିଆ ଯାକ ବ୍ୟାପି ଗଲା। ଯିଶାୟଙ୍କ ସମୟରେ ଏକ ରୋଗ, ବ୍ୟାକୱାର୍ଡନେସ୍, ବ୍ୟାକସ୍ଲାଇଡିଂ। 1 ଅଧ୍ୟାୟ ଯିଶାୟ ତହିଁର 4-5 ଅନୁସାରେ କଣ ଲେଖାଯାଏ ଟିକେ ପଢ। ଲେଖାଯାଏ, ପାପିଷ୍ଠ ଗୋଷ୍ଠୀ ଅଧର୍ମରେ ଭାରଗ୍ରସ୍ତ, ଦୁଷ୍କର୍ମକାରୀ ମାନଙ୍କ ବଂଶ ଅଧର୍ମକୁ ବୋହିଛନ୍ତି, ମୁଣ୍ଡରେ ବସେଇଛନ୍ତି। ଏମାନେ ପାପକୁ ମୁଣ୍ଡରେ ବସେଇଛନ୍ତି, ଛଳନାକୁ ମୁଣ୍ଡରେ ବସେଇଛନ୍ତି, କ୍ରୋଧ କପଟକୁ ମୁଣ୍ଡରେ ବସେଇଛନ୍ତି। ଆଉ ଏମାନଙ୍କର ବଂଶ କେମିତି? ଭ୍ରଷ୍ଟାଚାରୀ, ଦୁଷ୍କର୍ମକାରୀ ବଂଶ। ତାମାନେ ଏମାନଙ୍କର ବଂଶ ଯାକ ପାପ। ତାମାନେ ଏଟା ଗୋଟେ ଫ୍ୟାମିଲି ସିନ୍ ପଡେ। ପର୍ସନାଲ ସିନ୍ ଅଛି, ବ୍ୟକ୍ତିଗତ ପାପ ଅଛି। ବ୍ୟକ୍ତିଗତ ଜୀବନରେ ଅନେକ ପ୍ରକାର ପାପ ହୁଏ। ଏବେ ଏଇ ଇସ୍ରାଏଲୀୟ ମାନେ ଫ୍ୟାମିଲି ମିଶିକିରି ପାପ କରୁଛନ୍ତି, ଫ୍ୟାମିଲି ସିନ୍। ଆପଣ ଫ୍ୟାମିଲି ପିକନିକ କରିଥିବେ ନୂଆ ବର୍ଷ ଦିନ, ଫ୍ୟାମିଲି ଗେଟ୍ ଟୁଗେଦର କରିଥିବେ ନୂଆ ବର୍ଷ ଦିନ କି ପର୍ବପର୍ବାଣୀ ଦିନ। ଏମାନେ ଫ୍ୟାମିଲି ସିନ୍, ମାନେ ପାରିବାରିକ ପାପ। ମା ଶିଖାଇବ ଝିଅକୁ,
ତାର ସାଙ୍ଗେ କଥା ହେବୁ ନାହିଁ, ଦେଖ ଭଲଟା ନାହିଁ ସେଟା ବୋଲେ ହଁ ଠିକ କଥା କା ମୋର ମା କହିଛି ଫ୍ୟାମିଲି ସିନ୍। ବାପା ଶିଖାଇଥିବ ପୁଅକୁ କାକୁ ଡରବାକୁ ହବ ନାହିଁ ରେ, ତୋତେ କିଏ ଯଦି କହିଦେଲା ମାରି ଦେଖିନ ପରେ ଦେଖାଯିବ ଯୋଉଟା ହଉ। ଏଟା ହଉଛି ଫ୍ୟାମିଲି ସିନ୍। ବୁଝିପାରୁଛନ୍ତି? ଦୁଇଟା ଯା ଗୋଟେ ପାଖେ ବସି ଦେଇ କରି ପଡିଶା ଘରର ଲୁଗା କେମିତିଟା, ତରକାରୀରେ ଲୁଣ ପଡିଲା କି ନାହିଁ ଏମିତିଟା ମାନେ ଖାଉଛନ୍ତି, ସବୁ ଚାଲିଛି। ଚୁଗୁଲିଆ ମନୋଭାବ, ଏହା ପରିବାର ସିନ୍ ଅଟେ, ଫ୍ୟାମିଲି ସିନ୍। ତେଣୁକରି ଏମାନଙ୍କର ବଂଶକୁ ପ୍ରଭୁ କହିଲେ ଦୁଷ୍ଟ କର୍ମକାରୀ ବଂଶ। ଦିନ ଥିଲା ପ୍ରଭୁଙ୍କ ଠାରେ ମାନେ ଥିଲେ, ଏବେ କିନ୍ତୁ ପ୍ରଭୁଙ୍କ ଠାରୁ ବିମୁଖ ହେଇଗଲେଣି। ପ୍ରଭୁଙ୍କ ସାଙ୍ଗରେ କଥାବାର୍ତ୍ତା ନାହିଁ। ବିମୁଖ କେମିତି ହୁଏ? ଦୁଇ ଜଣ ଝଗଡା ହେଇଛନ୍ତି, ମୁହଁ ଦେଖା ଦେଖି ହେବେ କି? ସାମ୍ନା ସାମ୍ନି ଠିଆ ହେଇଯିବେ କି ସେମାନେ? ନାଇଁ, ସାମ୍ନା ସାମ୍ନି ଯଦି ଭୁଲରେ ଯଦି ଠିଆ ହେଇଗଲେ ଦେଖିବେ ସେତେବେଳକୁ ସେମାନଙ୍କର ଭିଡିଓ ବନାନ୍ତୁ, ପୁରା ଫୁଲ ଭାଇରାଲ ହେଇଯିବ ଇନଷ୍ଟାଗ୍ରାମରେ। ଏମିତି କରି ବନାନ୍ତୁ ତ ଦେଖିବେ ଦୁଇ ଜଣ ଲୋକ ସାମ୍ନା ସାମ୍ନି କଥାବାର୍ତ୍ତା, ଝଗଡା ହେଇଥିବା ଲୋକେ, କଥାବାର୍ତ୍ତା ହଉନଥିବା ଲୋକ ସାମ୍ନା ସାମ୍ନି ହେଇଯାଇଛନ୍ତି ଏବେ। ବାହ, ସେମାନଙ୍କର ଚେହେରା କହିଦେବ ମନ ଭିତରେ କିଛିଟା ଚାଲିଛି। ସେମିତି ଟାଇମରେ ବିମୁଖ, ହଠାତ୍ ଯଦିଓ ଦେଖା ଦେଖି ହେଲେ ଉଲ୍ଟା ବାଟେ ବାହାରି ଯିବା ବିମୁଖ। ଏ ମାନେ କଣ ହେଇଛନ୍ତି? ଇସ୍ରାଏଲୀୟ ଲୋକମାନେ ପ୍ରଭୁଙ୍କ, ତାହାଙ୍କର ଧର୍ମ ସ୍ୱରୂପ ପରମେଶ୍ୱରଙ୍କର ବିମୁଖ ହେଇଛନ୍ତି। ଅର୍ଥାତ୍ ପ୍ରଭୁଙ୍କ ସାଙ୍ଗରେ କଥାବାର୍ତ୍ତା ଟୋଟାଲ ବନ୍ଦ କରି ଯାଇଛନ୍ତି ଏମାନେ। ପ୍ରାର୍ଥନା ଜୀବନ ନାହିଁ, ଉପାସନା ନାହିଁ, ପ୍ରଭୁଙ୍କ ଗୃହକୁ ଯିବାଟା ନାହିଁ, ବିମୁଖ। ଏହାକୁ ବ୍ୟାକୱାର୍ଡ ଲାଇଫ ବୋଲି କୁହାଯାଏ। ଆଉ କଣ ବିମୁଖ କରେ ମନୁଷ୍ୟକୁ ଜାଣିଛନ୍ତି? ବାଇବେଲ ଧର୍ମଶାସ୍ତ୍ର କହେ, ସିରିମିୟ ପୁସ୍ତକ 7:24। ଟିକେ ଶୀଘ୍ର ପଢ। ପଶ୍ଚାତବର୍ତ୍ତୀ କେମିତି ହେଲେ? ଆପଣାର ଅନ୍ତଃକରଣର ଦୁଷ୍ଟତାରେ ଗମନ କଲେ। ତାମାନେ ଇଭିଲ ହାର୍ଟ, ଅନ୍ତରର ଦୁଷ୍ଟତା, ଅନ୍ତଃକରଣର ଦୁଷ୍ଟତା ମାନେ ଏମାନେ ପ୍ରଥମ ରୋଗ ଆକା ଧରାଇ, ମାନେ ହୃଦୟ ଭିତରେ ସମସ୍ୟା ଅଛି। ହୃଦୟର ଦୁଷ୍ଟତା ବିପଥ ଗମନ ମାନେ ପଶ୍ଚାତ ଗମନ କରାଇଲା। ଏହା ବହୁତ ସମସ୍ୟା। ବାଇବେଲରେ ଗୋଟେ ମଣ୍ଡଳୀକୁ ପ୍ରଭୁ କହୁଛନ୍ତି, ତୁମେ ଶିଥିଳ ନୁହଁ କି ଉଷ୍ମ ନୁହଁ। ଯଦି ତୁମେ ଶିଥିଳ ହେଇଥାନ୍ତା, ଯଦି ତୁମେ ଉଷ୍ମ ହେଇଥାନ୍ତା, ତୁମେ ଶିଥିଳ ନୁହଁ, ଉଷ୍ମ ନୁହଁ। ତେଣୁକରି ଆମେ ତୁମକୁ ଉଦ୍ଧାର କରିବା ପାଇଁ ଯାଉଛୁ। ବ୍ୟାକସ୍ଲାଇଡ, ପଶ୍ଚାତ ଗମନ। ଯାହା ପଛରେ ଛାଡିକି ଆସିଲେ ନା ଭୁଲରେ ମୁଡିକି ବି ଦେଖନ୍ତୁ ନାହିଁ। ସେ ଗୋଟେ ସ୍ତ୍ରୀ ଏମିତି ଉଲ୍ଟି କରି ସଦମ ହୋମରାକୁ ଦେଖି ଲବଣ ସ୍ତମ୍ଭ ହେଇଗଲା। ପଛରେ ଯେ ଦେଖେ ନା, ପ୍ରଭୁ ସେମିତି ଲୋକକୁ ଚାହାନ୍ତି। ଲଙ୍ଗଳରେ ହାତ ଦେଇ ପଛକୁ ଅନାଉଥିବା ଲୋକ ପ୍ରଭୁଙ୍କ ରାଜ୍ୟରେ ଗ୍ରାହ୍ୟ ହୁଏ ନାହିଁ। ଯେଉଁଦିନ ପ୍ରଭୁ ଆପଣଙ୍କୁ କହିଲେ ପ୍ରଭୁଙ୍କର ଠାରେ ବଞ୍ଚିବାର ଅଛି, ପଛବାଟେ ଦେଖନ୍ତୁ ନାହିଁ। ସେଥିପାଇଁ ପ୍ରଭୁ କହିଦେଲେ, ଯଦି ଗିର୍ଜାରେ ଆସି ମୋର ଭାଇ ବିରୁଦ୍ଧରେ କିଛିଟା କରିଛି, କିଛିଟା ମନେ ପଡୁଛି ମାନେ ଆଗ ଯାଇକି ଛାଡିକି ମାତ୍ର ଆସ। ତାର ଅର୍ଥ କଣ? ଗିର୍ଜା ଆସିବା ପୂର୍ବେ ତମର ବଳକା କାର୍ଯ୍ୟ ସାରିକି ଏଇଠି ଆସ। ଏଇଠି ଆସି ମୁଁ ଭାବୁଥିବି ଆଜି କଣ କରିବି, ବରିଗୁମା ଗଲେ ହେତା କି ନାହିଁ, ଏଇଠି ବସିକି। ସେଟା ଘରେ ଛାଡିକି ଆସୁନାହାନ୍ତି, ଏଇଠି ଧରିକି କାହିଁକି ଆସିବେ? ସେଇ କଥା ତ ପ୍ରଭୁ କହିଲେ ନା, ଗିର୍ଜା ଯଦି ଆସିବେ ବଳକା ସବୁ ଘରେ ଛାଡିକି ଆସନ୍ତୁ। ଘରେ, ଗିର୍ଜା ଘରେ ଆସିକି ବାକ୍ୟ ଚାଲିଥିବ, ଭିନ୍ନ ଭିନ୍ନ ସେମାନଙ୍କର ଚିନ୍ତାଧାରା ଗୁଡାକ। ବାକ୍ୟ କେତେବେଳେ ପଶିବ ସେମାନଙ୍କ ହୃଦୟରେ? ପ୍ରଭୁଙ୍କ ସାନ୍ନିଧ୍ୟରେ ବସୁ ବସୁ ଯଦି ଅଯଥା ଚିନ୍ତନ ଆମେ କରିବା ଆରମ୍ଭ କଲୁ, ତାହା ଆମର ହୃଦୟକୁ ବ୍ଲକ କରେ। କାନରେ ଶୁଣିଲୁ, ହୃଦୟ ଭିତରେ ଯାଉନା, ବ୍ଲକ ହେଇଯାଇଛି। ତାହାକୁ ହୃଦୟର ଜଡତା ବୋଲି କୁହାଯାଏ। ସେଥିପାଇଁ ନା ଯୀଶୁଙ୍କ ସମୟରେ ମାଥ୍ୟୁ ତହିଁର 12 ପର୍ବର 13 ପଦ 15 ପଦରେ କଣ ଲେଖା ଅଛି? ସେମାନଙ୍କର ହୃଦୟର ଜଡତା। ସେମାନଙ୍କର ହୃଦୟ ଜଡ ହେଲା, ସେମାନେ ଶୁଣୁ ଶୁଣୁ ଆଉ ଶୁଣିଲେ ନାହିଁ, ଦେଖୁ ଦେଖୁ ଆଉ ଦେଖିଲେ ନାହିଁ। କାହିଁକି? ବ୍ଲକ ହେଇଯାଇଛି। ସେଠି କେମିତି ଯିବ ପ୍ରଭୁଙ୍କ ବାକ୍ୟ? ତେଣୁକରି ଗିର୍ଜା ଘର ଭିତରେ ଯେତେବେଳେ ଆମେ ଆସୁ, ହୃଦୟ ଉନ୍ମୁକ୍ତ କରିକି ରଖ। କୌଣସି ବଳକା ଘରୋଇ ବିଷୟକୁ ଧରିକି ପ୍ରଭୁଙ୍କ ନିକଟରେ ଆସିବା ଉଚିତ ନୁହେଁ। ଯଦି ଆସିବେ, କେମିତି? ଭଗ୍ନଚୂର୍ଣ୍ଣ ଅନ୍ତଃକରଣ ସହିତ ପ୍ରଭୁଙ୍କ ନିକଟକୁ ଆସିବା ଦରକାର। ସୂଚି ଶରୀର ସହିତ, ସୂଚି ମନ ସହିତ ପ୍ରଭୁଙ୍କ ନିକଟକୁ ଆସିବା ଦରକାର। ତେବେ ଯାଇ ସେଦିନ ଦେଖିବେ, ସେଦିନର ଉପାସନା, ସେଦିନର ପ୍ରଭୁଙ୍କ ଗୃହର
ଯାହା ଆପଣ ପାଇବେ ତାହା ଆପଣ ମାନଙ୍କ ପାଇଁ ଗୋଟେ ଆଶୀର୍ବାଦ ହବ। କହିବା ପାଇଁ ଚାହେଁ ହୃଦୟର ଅନ୍ତଃକରଣର ମନ୍ଦତା ଆମ୍ଭମାନଙ୍କୁ ପ୍ରଭୁଙ୍କ ଠାରୁ ଦୂରକୁ ଘେନିଯାଏ। ଆଉ ଯଦି ଆମେ ଦୂରକୁ ଗଲୁ ପଶ୍ଚାତଗମନର ପରିଣାମ କଣ ଅଛି? ବିନାଶ। There is no salvation. ଜିରିମିୟ 15:6 ତୁମେ ପଶ୍ଚାତବର୍ତ୍ତୀ ହେଇଅଛ, ଏହା ପ୍ରଭୁ କହନ୍ତି, ଏ ନିମନ୍ତେ ଆମ୍ଭେ ଆପଣ ହସ୍ତ ବଢାଇଅଛୁ। ଆଉ କାହିଁକି ସେ ହସ୍ତ ବଢାଇଛନ୍ତି? ଉଦ୍ଧାର ପାଇଁ ନାହିଁ। ପ୍ରଭୁ ଅନେକଙ୍କୁ ନିଜର ହାତରେ ଉଦ୍ଧାର କଲେ, ଅନେକଙ୍କୁ ପ୍ରଭୁ ଧରିଲେ। ସମୁଦ୍ରରେ ବୁଡୁଥିବା ପିତରକୁ ପ୍ରଭୁ ହାତ ଧରିଲେ, ଉଠି ପାରିଲା। ଜଣେ ସେ କୁଷ୍ଠ ରୋଗୀ ଯୀଶୁଙ୍କ ନିକଟକୁ ଆସିଲା। ମାଥ୍ୟୁ ତହିଁର 8:1-4 ଲେଖାଯାଏ, ସେ କୁଷ୍ଠ ରୋଗୀକୁ ପ୍ରଭୁ ସ୍ପର୍ଶ କଲେ, ହସ୍ତ ବଢାଇଲେ, ତାକୁ ଛୁଇଁଲେ, ସୁସ୍ଥ ହେଇଗଲା। ଅନେକଙ୍କର ରୋଗକୁ ପ୍ରଭୁ ନିଜର ହାତରେ ସୁସ୍ଥତା ଦେଲେ, ନିଜର ହସ୍ତରେ ଅନେକ ଚମତ୍କାର ପ୍ରଭୁ କଲେ। ଏବେ ଯଦି ଯେ ବିପଥ ଗମନ ତାଙ୍କ ଠାରୁ ଦୂରେଇ ଯାଇଥିବ, ପଶ୍ଚାତବର୍ତ୍ତୀ ହେଇଥିବା ମନୁଷ୍ୟ, ତାହା ଉପରେ ଯଦି ପ୍ରଭୁ ହାତ ବଢାଇ ଦେଲେ, ତାହା ତାହାର ଉଦ୍ଧାର ପାଇଁ ହେବ ନାହିଁ, ବିନାଶ ହେଇଯିବ। ଏଣୁକରି ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ହାତ ପୁଣି ଦୁଇ ପ୍ରକାରର କାର୍ଯ୍ୟ କରେ। ଏ ହାତରେ ପ୍ରଭୁ ଆଶୀର୍ବାଦ ମଧ୍ୟ ଦେଇ ଜାଣନ୍ତି, ଏ ହାତରେ ଆମକୁ ସାବାଡ ମଧ୍ୟ କରିପାରନ୍ତି। ଏଣୁ ତାହାଙ୍କର ହାତ ପୁଣି ବହୁତ ବୋଝ, ପଡିଲା ସରିଗଲା। ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ମୋ ପ୍ରିୟ ଭାଇ ଓ ଭଉଣୀ ମାନେ, ଏଇ ଯୋଉ ପଶ୍ଚାତବର୍ତ୍ତୀ ହେବାର ରୋଗ ଠାରୁ ଆମେ ମୁକ୍ତ ହେବା ଦରକାର। ଆଉ କାହିଁକି ଗୋଟିଏ ମନୁଷ୍ୟ ପଶ୍ଚାତବର୍ତ୍ତୀ ହୁଏ? ଅବାଧ୍ୟତା, ହୃଦୟର ମନ୍ଦ ଚିନ୍ତାଧାରା, କୁକଳ୍ପନା। ଏଣୁ ଆଉ ଗୋଟିଏ ବାକ୍ୟରେ ଜିରିମିୟ ଆହୁରି କହନ୍ତି ଗୋଟିଏ ରୋଗ କଥା, ସେଇ ରୋଗ କଥା। ଜିରିମିୟ 3:22 ବିପଥଗାମୀ ସନ୍ତାନଗଣ ଫେର, ଆମେ ତୁମର ବିପଥ ଗମନ ରୂପ ରୋଗକୁ ସୁସ୍ଥ କରିବା। ତା ମାନେ ରୋଗ କଣ ଅଟେ? ବିପଥ ଗମନ ଗୋଟେ ରୋଗ ଅଟେ। ରୋଗ ହେଇଛି, ସେଥିପାଇଁ ତ ଦୌଡୁଛନ୍ତି। ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ଆଜି ସୁଯୋଗ ଅଛି। ସେଇ କରଗ୍ରାହୀ ମାନେ ଏଇ ପ୍ରକାର ଥିଲେ, ବିପଥ ଗମନ ଯାଇଥିଲେ ସେମାନେ। ସେହି ଯୁଗର ଏଇ ପାପୀ ବୋଲା ଯାଉଥିବା ବ୍ୟଭିଚାର ବୃତ୍ତିରେ ଲିପ୍ତ ଥିବା ଲୋକମାନେ ମଧ୍ୟ ସେଇ ପ୍ରକାର ବିପଥ ଗମନରେ ଥିଲେ। କିନ୍ତୁ ପ୍ରଭୁ ସେମାନଙ୍କ ମଧ୍ୟରେ ଗୋଟିଏ 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 ବୈଦ୍ୟ ସଦୃଶ୍ୟ, ସେମାନଙ୍କର ସେଇ ଅନ୍ତରର ପାପ ରୂପ ରୋଗକୁ ସୁସ୍ଥ କରିବା ପାଇଁ ପ୍ରଭୁ ଆସିଲେ। ତ କଣ ହେବା ଦରକାର? ପ୍ରଭୁଙ୍କର ସହଭାଗିତାରେ ଆସ। ଯୀଶୁ ସେମାନଙ୍କ ପାଖକୁ ଗଲେ, ସେମାନଙ୍କ ସାଙ୍ଗରେ ମିଶିଲେ। ପ୍ରଭୁଙ୍କ ସାଙ୍ଗରେ ଆମେ ଭେଟିବା ଦରକାର। ଫେଲୋସିପ ୱିଥ ଖ୍ରାଇଷ୍ଟ। ଆପଣ କାହା ସାଙ୍ଗରେ ମିଶିବେ ନ ମିଶିବେ ଅନ୍ୟ କଥା, କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସହଭାଗିତା। ପ୍ରଭୁ ଯଦି ଚାହାନ୍ତି ଆମ ରୋଗରୁ ଆମ୍ଭମାନଙ୍କୁ ମୁକ୍ତ କରିପାରନ୍ତି। ଶେଷରେ ଗୋଟେ କଥା କହିକି ମୁଁ ସମାପ୍ତ କରିବି। ଯଦି ଆମେ ପ୍ରଭୁଙ୍କ ଠାରୁ ଆରୋଗ୍ୟତା ପାଇନାହୁଁ ଆଜି ପର୍ଯ୍ୟନ୍ତ, ଅନ୍ତର ଧୌତ କରିନାହୁଁ ଏ ପର୍ଯ୍ୟନ୍ତ, ଈଶ୍ୱରଙ୍କର ରକ୍ତ ଆମମାନଙ୍କର ହୃଦୟକୁ ଶୋଷି କରେ। ଏଭଳି ପୁସ୍ତକ 9:14 ଅନୁସାରେ ଈଶ୍ୱରଙ୍କ ରକ୍ତ, ଖ୍ରୀଷ୍ଟଙ୍କ ରକ୍ତ, ଖ୍ରୀଷ୍ଟ ଯୀଶୁ ଆମ ଜୀବନକୁ ସୁସ୍ଥ କରନ୍ତି। ଆଉ ଯେ ଯାଏ ଆମେ ସୁସ୍ଥ ହେଇନାହୁଁ, ବର୍ଷ ଯାକ ଆମେ ବିପଥ ଗମନ କଲୁ, ବର୍ଷ ଯାକ ହୃଦୟ ଧୋଇନାହୁଁ, ହୃଦୟରେ ମନ୍ଦତା ଭର୍ତ୍ତି କରି ରଖିଲୁ। ଯେତେବେଳେ ଆମର ବିପଦ ପଡିଗଲା, ଆମେ ସମସ୍ୟାରେ ପଡିଲୁ, ସେତେବେଳେ ଯେତିକି ବଳିଦାନ ଉତ୍ସର୍ଗ କର, ସେ ସିକ୍ ଅଫରିଂ ପ୍ରଭୁଙ୍କ ନିକଟରେ ଗ୍ରାହ୍ୟ ହବ ନାହିଁ। ରୋଗଯୁକ୍ତ ପ୍ରାର୍ଥନା, ରୋଗ ହୃଦୟର ପ୍ରାର୍ଥନା ଛିବ ନାହିଁ। ଆଗ ସୁସ୍ଥ ହୁଅ। ମଲାଖୀ ପୁସ୍ତକରେ ପ୍ରଭୁ ତାଙ୍କ ଲୋକମାନଙ୍କୁ କହିଲେ, ତୁମେ ରୋଗିଣା ଗୋରୁ ଉତ୍ସର୍ଗ କରି କଣ ଆଶୀର୍ବାଦ ପାଇବ? ସିକ୍ ଅଫରିଂ ପ୍ରଭୁ ଚାହାନ୍ତି ନାହିଁ। ତାଙ୍କ ନିକଟକୁ ଆସିବ ନାହିଁ। ଖୁଣ ଥିବ, ରୋଗିଣା ଥିବ, ହ୍ୟାଣ୍ଡିକ୍ୟାପ୍ଟ ହେଇକି ଥିବ, ଏମିତି ଏମିତି ଗୋରୁ ଗୁଡାକ, ପଶୁ ଗୁଡାକ ପ୍ରଭୁଙ୍କ ନିକଟରେ ଗ୍ରାହ୍ୟ ହବ ନାହିଁ, ଯେତିକି ବଳି ଚଢାଇବ। ମୋ ପ୍ରିୟ ଭାଇ ଓ ଭଉଣୀ ମାନେ, ଜେରେମିୟା ପୁସ୍ତକ 30:17 ଶେଷ ପଦ ପଢିବା, ସମାପ୍ତ କରିବା। ଆମ୍ଭେ ତୁମକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା। ତା ମାନେ ରିଟ୍ରିଟମେଣ୍ଟ ଅଛି, ଫ୍ରି ଟ୍ରିଟମେଣ୍ଟ ଅଛି। କ୍ୟାନ୍ସର ରୋଗ ହେଇଛି, ଫ୍ରିରେ ଟ୍ରିଟମେଣ୍ଟ ମିଳୁଛି ମାନେ କିଏ ନ ଯିବ? ପ୍ରଭୁ ଟଙ୍କା ଚାହାନ୍ତି ନାହିଁ, କେବଳ ଆସ, ତାଙ୍କ ନିକଟକୁ ଆସ। ପୁନର୍ବାର ଯଦି ଆମେ କୌଣସି ପ୍ରକାରେ ଏଇ ପ୍ରକାରେ ଦୁର୍ବଳ ହେଇଛୁ, ଆତ୍ମିକ ଜୀବନରେ ଯଦି ଆମେ ଅସୁସ୍ଥ ହେଇକି ପଡିଛୁ, ପ୍ରଭୁ ଚାହାନ୍ତି ତାଙ୍କ ନିକଟକୁ ଆସ। ପ୍ରଭୁ ଆମ୍ଭମାନଙ୍କୁ ସୁସ୍ଥ କରନ୍ତି, ସେ ସୁସ୍ଥ କରିବେ।
ଏଣୁକରି ମୋ ପ୍ରିୟ ଭାଇ ଓ ଭଉଣୀ ମାନେ, ଆମେ ତ ଖାଲି ପ୍ରଭୁଙ୍କ ପାଖରେ ଦେହ ସୁସ୍ଥତା ହେଲେ ଏକା ଯାଉନା। ଜ୍ୱର ହେଇଗଲା, ପାଷ୍ଟର ଆଜ୍ଞା ଟିକେ ପ୍ରାର୍ଥନା କରିଦେବେ କି ଜ୍ୱର ହେଇଯାଇଛି 2 ଦିନ ହେଲା। ଭାବବାଦୀ ମାନେ, ଆଜିକାଲିର ଭାବବାଦୀ ମାନଙ୍କ ପାଖକୁ ଯାଉଛନ୍ତି, ପ୍ରଫେଟ ମାନେ ଅଛନ୍ତି, ସେମାନଙ୍କ ନିକଟକୁ ଯାଉଛନ୍ତି, ପ୍ରାର୍ଥନା କରାଇ ହଉଛନ୍ତି, ସୁସ୍ଥ ହବାର ଅଛି, ଦେହ ସୁସ୍ଥ। କିନ୍ତୁ ପ୍ରଭୁ ଖାଲି ଦେହକୁ ନୁହଁ, ମନକୁ ସୁସ୍ଥ କରନ୍ତି। ପ୍ରିୟ ମୋର ଭାଇ ଓ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମ ଜୀବନରେ ଯଦି କିଛି ହୃଦୟର ସମସ୍ୟା ଅଛି, ହୃଦୟ ଭିତରେ ଅସୁସ୍ଥତା ଅଛି, ହୃଦୟ ଭିତରେ କୌଣସି ପ୍ରକାରର ଦୁର୍ବଳତା ଅଛି, ମାଥି ପୁସ୍ତକ 15:19 ଅନୁସାରେ ତହିଁରେ ଲେଖାଯାଏ, ହୃଦୟରେ କୁଚିନ୍ତା, ହୃଦୟରେ ନରହତ୍ୟା, ହୃଦୟରେ ବ୍ୟଭିଚାର, ଏସବୁ ଯଦି ହୃଦୟ ଭିତରେ ଅଛି, ତାହାକୁ ସଫା କର, ତାହାକୁ ସଫା କର। ପ୍ରଭୁ ସମସ୍ତଙ୍କୁ ଏ ପବିତ୍ର ବାକ୍ୟ ଦେଇ ବାହୁଲ୍ୟ ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍।